ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ସର୍ବୋଚ୍ଚ ନ୍ୟାୟାଳୟ ଏହା ଭାରତର ସର୍ବୋଚ୍ଚ ଅଦାଲତ ଯାହା ନୂଆଦିଲ୍ଲୀରେ ଅବସ୍ଥିତ। ସମ୍ବିଧାନର ଧାରା 124 ଅନୁଯାୟୀ ଏହା ଗଠିତ। ମୁଖ୍ୟ କାର୍ଯ୍ୟ ଏହା ସମ୍ବିଧାନର ରକ୍ଷାକର୍ତ୍ତା ଏବଂ ଦେଶର ସବୁଠାରୁ ବଡ଼ ଆପିଲ କୋର୍ଟ ହାଇଏଷ୍ଟ କୋର୍ଟ ଅଫ୍ ଆପିଲ। କ୍ଷେତ୍ରାଧିକାର ହାଇକୋର୍ଟର ସମସ୍ତଙ୍କ ନିଷ୍ପତ୍ତି ବିରୋଧରେ ଏଠାରେ ଆପିଲ କରାଯାଇପାରିବ। ଏହାଛଡ଼ା ମୌଳିକ ଅଧିକାରର ସୁରକ୍ଷା ପାଇଁ ରିଟ୍ସ ଜାରି କରିବାର ସର୍ବୋଚ୍ଚ କ୍ଷମତା ଏହାର ଅଛି। ନିଷ୍ପତ୍ତିର ଗୁରୁତ୍ୱ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ରାୟ ଭାରତର ସମସ୍ତ କୋର୍ଟ ପାଇଁ ବାଧ୍ୟତାମୂଳକ ଆଇନ ଅଟେ। 2. ହାଇକୋର୍ଟସ୍ ଉଚ୍ଚ ନ୍ୟାୟାଳୟ ପ୍ରତ୍ୟେକ ରାଜ୍ୟ କିମ୍ବା କେତେକ କ୍ଷେତ୍ରରେ 2-3ଟି ରାଜ୍ୟ ପାଇଁ ଗୋଟିଏ ହାଇକୋର୍ଟ ଥାଏ। ଧାରା 214 ଓଡ଼ିଶାର ହାଇକୋର୍ଟ କଟକଠାରେ ଅବସ୍ଥିତ ଅରିସା ହାଇକୋର୍ଟ। ମୁଖ୍ୟ କାର୍ଯ୍ୟ ରାଜ୍ୟ ସ୍ତରରେ ଏହା ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା। ଏହା ନିଜ ଅଧୀନରେ ଥିବା ସମସ୍ତ ଜିଲ୍ଲା ଓ ସେସନ୍ସ କୋର୍ଟଗୁଡ଼ିକୁ ନିୟନ୍ତ୍ରଣ କରେ। ରିଟ୍ କ୍ଷମତା ସମ୍ବିଧାନର ଧାରା 226 ଅନୁଯାୟୀ ହାଇକୋର୍ଟ ମଧ୍ୟ ମୌଳିକ ଅଧିକାର ଏବଂ ଅନ୍ୟାନ୍ୟ ମାମଲା ପାଇଁ ରିଟ୍ ଜାରି କରିପାରିବେ। 3. ଜିଲ୍ଲା ଏବଂ ଅଧସ୍ତନ ଅଦାଲତ ଡିଷ୍ଟ୍ରିକ୍ଟ ଆଣ୍ଡ ସବଅର୍ଡିନେଟ୍ କୋର୍ଟସ୍ ଜିଲ୍ଲା ସ୍ତରରେ ନ୍ୟାୟ ପ୍ରଦାନ ପାଇଁ ଏହି କୋର୍ଟଗୁଡ଼ିକ କାମ କରନ୍ତି। ଏଗୁଡ଼ିକୁ ମୁଖ୍ୟତଃ 2ଟି ଭାଗରେ ବିଭକ୍ତ କରାଯାଇଥାଏ। 1. ଦେୱାନୀ ଅଦାଲତ ସିଭିଲ୍ କୋର୍ଟସ୍ ଜମିଜମା ଚୁକ୍ତି ବିବାହ ସମ୍ପତ୍ତି ବିବାଦ ଇତ୍ୟାଦି ମାମଲାର ବିଚାର କରେ। 2. ଫୌଜଦାରୀ ଅଦାଲତ କ୍ରିମିନାଲ କୋର୍ଟସ୍ ଚୋରି ଡକାୟତି ହତ୍ୟା ମାରପିଟ ଭଳି ଅପରାଧିକ ମାମଲାର ବିଚାର କରେ। ସିଭିଲ୍ ସାଇଡ୍ ଦେୱାନୀ ସ୍ତର ଡିଷ୍ଟ୍ରିକ୍ଟ ଜଜ୍ କୋର୍ଟ ଜିଲ୍ଲା ଜଜ୍ କୋର୍ଟ ଜିଲ୍ଲାର ସବୁଠାରୁ ବଡ଼ ସିଭିଲ୍ କୋର୍ଟ। ଏଠାରେ ସବୁଠାରୁ ବଡ଼ ଆର୍ଥିକ ମୂଲ୍ୟର ମାମଲା ଏବଂ ତଳ କୋର୍ଟର ଆପିଲ ଶୁଣାଣି ହୁଏ। ସିଭିଲ୍ ଜଜ୍ ସିନିୟର ଡିଭିଜନ ମଧ୍ୟମ ଏବଂ ଉଚ୍ଚ ମୂଲ୍ୟର ସିଭିଲ୍ ମାମଲାଗୁଡ଼ିକର ସିଧାସଳଖ ଶୁଣାଣି ଏଠାରେ ହୁଏ। ସିଭିଲ୍ ଜଜ୍ ଜୁନିୟର ଡିଭିଜନ ଏହାକୁ ପୂର୍ବରୁ ମୁନସିଫ୍ କୋର୍ଟ କୁହାଯାଉଥିଲା। ପ୍ରାଥମିକ ସ୍ତରର ଛୋଟ ଛୋଟ ଦେୱାନୀ ମାମଲା ଏଠାରେ ଦାୟର କରାଯାଏ। କ୍ରିମିନାଲ ସାଇଡ୍ ଫୌଜଦାରୀ ସ୍ତର ସେସନ୍ସ କୋର୍ଟ ଯେତେବେଳେ ଜିଲ୍ଲା ଜଜ୍ ଅପରାଧିକ ମାମଲାର ବିଚାର କରନ୍ତି ତାଙ୍କୁ ସେସନ୍ସ ଜଜ୍ କୁହାଯାଏ। ଏହି କୋର୍ଟ ଆଜୀବନ କାରାଦଣ୍ଡ ଏବଂ ଫାଶୀ ଦଣ୍ଡାଦେଶ ହାଇକୋର୍ଟଙ୍କ ଅନୁମୋଦନ ସାପେକ୍ଷ ମଧ୍ୟ ଦେଇପାରିବେ। ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ -CJM ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସେସନ୍ସ କୋର୍ଟଙ୍କ ତଳକୁ ଏହା ସବୁଠାରୁ ବଡ଼ ମାଜିଷ୍ଟ୍ରେଟ୍ କୋର୍ଟ। ଏହି କୋର୍ଟ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଦେଇପାରିବେ। ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫର୍ଷ୍ଟ କ୍ଲାସ୍ -JMFC ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଏହି କୋର୍ଟ ସାଧାରଣତଃ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ଜରିମାନା ଆଦେଶ ଦେଇପାରିବେ। ଜୁଡିସିଆଲ ମାଜିଷ୍ଟ୍ରେଟ୍ ସେକେଣ୍ଡ କ୍ଲାସ୍ ଏହି କୋର୍ଟ 1 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇପାରିବେ। ବର୍ତ୍ତମାନ ଅନେକ ସ୍ଥାନରେ ଏହା ପ୍ରଚଳିତ ନାହିଁ କିମ୍ବା JMFC ସହିତ ମିଶି ରହିଛି। ସୂଚନା ମେଟ୍ରୋପଲିଟାନ୍ ସହର ଯେପରିକି ମୁମ୍ବାଇ କଲିକତାରେ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଥାଏ। 4. ସ୍ୱତନ୍ତ୍ର ଏବଂ ଟ୍ରିବ୍ୟୁନାଲ କୋର୍ଟ ସ୍ପେଶିଆଲ କୋର୍ଟସ୍ ଆଣ୍ଡ ଟ୍ରାଇବ୍ୟୁନାଲ୍ସ ମାମଲାଗୁଡ଼ିକର ଶୀଘ୍ର ଫାଇସଲା ଏବଂ କୋର୍ଟର ବୋଝ କମାଇବା ପାଇଁ କେତେକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଏହି ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଗଠନ କରାଯାଇଛି। ଫ୍ୟାମିଲି କୋର୍ଟ ପରିବାର ଅଦାଲତ ବିବାହ ବିଚ୍ଛେଦ ଡିଭୋର୍ସ ଭରଣପୋଷଣ ଆଲିମୋନି ମେଣ୍ଟେନାନ୍ସ ଏବଂ ପିଲାଙ୍କ ରକ୍ଷଣବେକ୍ଷଣ ସମ୍ପର୍କିତ ମାମଲାର ବିଚାର ପାଇଁ। ପକ୍ସୋ କୋର୍ଟ ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ। କମର୍ସିଆଲ କୋର୍ଟ ବ୍ୟବସାୟିକ ଏବଂ କମ୍ପାନୀ ବିବାଦଗୁଡ଼ିକର ସମାଧାନ ପାଇଁ। କନସ୍ୟୁମର ଫୋରମ ଗ୍ରାହକ ଅଦାଲତ ଗ୍ରାହକମାନଙ୍କ ସ୍ୱାର୍ଥରକ୍ଷା ଏବଂ ଠକାମି ବିରୋଧରେ ମାମଲା ପାଇଁ ଜିଲ୍ଲା ରାଜ୍ୟ ଏବଂ ଜାତୀୟ ସ୍ତରରେ ଥାଏ। ଟ୍ରିବ୍ୟୁନାଲ ଯେପରିକି NGT ନ୍ୟାସନାଲ ଗ୍ରୀନ୍ ଟ୍ରାଇବ୍ୟୁନାଲ ପରିବେଶ ମାମଲା ପାଇଁ ଏବଂ କ୍ୟାଟ୍ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରାଇବ୍ୟୁନାଲ ସରକାରୀ କର୍ମଚାରୀଙ୍କ ଚାକିରି ସମ୍ବନ୍ଧୀୟ ବିବାଦ ପାଇଁ। ଲେବର କୋର୍ଟ ଶ୍ରମ ଅଦାଲତ ଶ୍ରମିକ ଏବଂ ମାଲିକଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ। 5. ଲୋକ ଅଦାଲତ ଲୋକ ଆଦାଲତ ଏହା ଏକ ବୈକଳ୍ପିକ ବିବାଦ ସମାଧାନ ଅଲ୍ଟରନେଟିଭ୍ ଡିସ୍ପ୍ୟୁଟ୍ ରେଜଲ୍ୟୁସନ୍ ADR ବ୍ୟବସ୍ଥା ଅଟେ। ଏଠାରେ କୋର୍ଟ ବାହାରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଏବଂ ଆପୋଷ ସମାଧାନ ମାଧ୍ୟମରେ ମାମଲା ଶେଷ କରାଯାଏ। ଏହାର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ଏହା ବିରୋଧରେ କୌଣସି କୋର୍ଟରେ ଆପିଲ କରାଯାଇପାରିବ ନାହିଁ।